ବର୍ଷା ଯୋଗୁଁ ଘର ନିକଟରେ ଥିବା ଏକ ପୁରୁଣା ବିଶାଳକାୟ ଗଛର ହୋଗୁଳି ଯାଇଥିଲା ମୂଳ। ଆଉ ରାତିରେ ପରିବାର ଲୋକମାନେ ସେହି ଘର ଭିତରେ ଶୋଇଥିବା ବେଳେ ହଠାତ୍ ଗଛଟି ଉପୁଡ଼ି ଘର ଉପରେ ପଡ଼ିଥିଲା। ଫଳରେ ଘରର ଖୁଣ୍ଟ ଗୁଡ଼ିକ ଭାଙ୍ଗିଯାଇ ଘରଟି ମାଟିରେ ଲାଗିଯାଇଛି। ହେଲେ ଭିତରେ ଶୋଇଥିବା 3 ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ ବି କିଛି କୁକୁଡ଼ା ଚାପି ହୋଇ ମରିଯାଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବେତନଟି ବ୍ଲକ ଅଧୀନ ବୈଶିଙ୍ଗା ପଞ୍ଚାୟତର ରଙ୍ଗାମାଟିଆ ଉପକଣ୍ଠ ଡାହିବାଡ଼ି ଗ୍ରାମରେ ଘଟିଛି ଏହି ଘଟଣା। ଚାଳ ଛପର ଘର ପାଖରେ ଥିବା ଏକ ବିଶାଳକାୟ ଶୀର୍ଷା ଗଛ ହଠାତ୍ ରାତିରେ ଘର ଉପରେ ପଡ଼ିଯାଇଥିଲା। ହେଲେ ଘର ଭିତରେ ଶୋଇଥିବା ସୁନାରାମ ମାଝୀଙ୍କ ପରିବାର ଲୋକମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ କେତୋଟି କୁକୁଡ଼ା ଚାପି ହୋଇ ମରିଯାଇଛନ୍ତି। ତେଣୁ ଭଙ୍ଗା ଘରର ମରାମତି କରିବା ପାଇଁ ପ୍ରଶାସନ ତରଫରୁ ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି ପରିବାର ଲୋକେ। ଆମେ ତ ଶୋଇଥିଲେ ରାତିରେ ଠିକ୍ 4ଟା ଗାଁରୁ ହେବ, ଯେତେବେଳେ ଝିପି ଝିପି ବର୍ଷା ପକାଉଥିଲା ଦେଖି ଘର କଡ଼ରେ ଗଛଟା ଗୋଟେ ଥିଲା, ଘର ଉପରେ ପଡ଼ିଲା। ଆଉ କେତେ ଜଣ ଶୋଇଥିଲେ? ଘର 3 ଜଣ ଥିଲେ, ବାପା ମା ମୁଁ। କାହାର କ'ଣ କ୍ଷୟକ୍ଷତି? ସେମିତି ଟିକେ ଟିକେ ହାତ ଗୁଡ଼ାରେ ବାଜିଛି, ଗୁଡ଼ରେ। ଆଉ କାହାର ଛେଳି ଗୋରୁ ଗାଈ? କୁକୁଡ଼ା ଥିଲେ, କୁକୁଡ଼ା ମରିଯାଇଛନ୍ତି। କେତେଟା? 3ଟା ତ ପାଇଛି, ଆଉ ଭିତରେ ଅଛନ୍ତି କାଢ଼ି ନାହିଁ। ଆଚ୍ଛା, କେମିତି ବାହାରିଲେ ଘରୁ? ଘରୁ ସେମିତି ଇଏ ଆମର ଦାରେ ସବୁ ସଫା କରି କାହିଁ ବାହାରିଲେ। ରାତିରେ ଯେତେବେଳେ ପଡ଼ିଲା କିଛି ଜଣା ପଡ଼ିଲାନି କିଛି, ଧୀରକିନା ପଡ଼ିଲା। ଆମେ ତ ଶୋଇଥିଲେ। ଘରଟା ବି ନୂଆ ଛାଇଥିଲେ ନା? ଆଜ୍ଞା। କ'ଣ କହିବେ ପ୍ରଶାସନ? ଆଉ କ'ଣ କହିବେ, ଯାହା ସାହାଯ୍ୟ କରିବେ ଆଉ। ମୟୂରଭଞ୍ଜ ଜିଲ୍ଲା ବେତନଟିରୁ ଜଗନ୍ନାଥ ହେମ୍ବ୍ରମଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।